ବାଲେଶ୍ୱର ରେମୁଣା କ୍ଷୀରଚୋରା ମନ୍ଦିର ସମ୍ମୁଖରେ ଗଣ୍ଡଗୋଳ। ଦୁଇ ଓଠା ଭୋଗ ଦୋକାନୀ ପାଖରେ ପାଖରେ ବସିବାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ମନ୍ଦିର ସମ୍ମୁଖରେ ଭୋଗ ଫିଙ୍ଗାଫିଙ୍ଗି କରିଥିବା ଦେଖିବାକୁ ମିଳିଛି। ଏଭଳି ପ୍ରାୟତଃ ମନ୍ଦିର ନିକଟରେ ଉତ୍ତେଜନା ଦେଖିବାକୁ ମିଳୁଛି। ଦୁଇ ଦୋକାନୀ ସ୍ଥାନୀୟ ଅଞ୍ଚଳରେ ହୋଇଥିବା ବେଳେ ଆଜି ପାଖରେ ପାଖରେ ବସିଥିବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଉଭୟଙ୍କ ପକ୍ଷରୁ ସମର୍ଥକମାନେ ଆସି ସେଠାରେ ପିଟାମରା ଲାଗିଥିଲେ। ଲହୁଲୁହାଣ ଉଭୟଙ୍କ ମଧ୍ୟରେ ହୋଇଥିଲା। ମନ୍ଦିର ଫାଣ୍ଡି ଥିଲେ ମଧ୍ୟ ସେଠାକୁ କେହି ପୋଲିସ କର୍ମଚାରୀ ପହଞ୍ଚି ନଥିଲେ। ପରେ ରେମୁଣା ପୋଲିସ ପହଞ୍ଚି ଗେଟ୍ ସମ୍ମୁଖରେ ଫୋପଡ଼ା ଯାଇଥିବା ଭୋଗକୁ ଦୋକାନୀମାନଙ୍କ ଦ୍ୱାରା ଉଠାଇବା ସହ ଶାନ୍ତି ସୁରକ୍ଷା ପାଇଁ ଉଭୟ ପକ୍ଷକୁ ଥାନାକୁ ଡାକି ନେଇଛି। ମାତ୍ର ମନ୍ଦିର କର୍ତ୍ତୃପକ୍ଷ ଏଭଳି ଘଟଣାରେ କୌଣସି ହସ୍ତକ୍ଷେପ କରିନଥିବାରୁ ବାରମ୍ବାର ଏଭଳି ଘଟଣା ସେଠାରେ ଦେଖିବାକୁ ମିଳୁଛି। ଘଟଣାରେ ପୋଲିସ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି।